ସମସ୍ତେ ଭଲ ଅଛ? ଖାଇ ପିଇକି ସମସ୍ତେ ଆଇଛ? ଆଉ ଆଜି ଆମେ କ'ଣ କରିବା? ସବୁଦିନ ଖେଳୁଛେ, ବୁଲୁଛେ, କିଛି ପଢୁଛେ ନା? ଆଜି ଗୋଟେ ହଁ ସବୁ ତମେ ମାନେ ପକ୍ଷୀ ସବୁ ଦେଖିଛ? କି କି ପକ୍ଷୀ ଦେଖିଛ? କିଏ ଆଉ କହିକି କି ପକ୍ଷୀ ଗୋଟେ ନାଁ କହିଲେ ଦେଖିଛ? କାଉ ଦେଖିଛି। କାଉର ରଙ୍ଗ କେମିତି? କଳା। ତମେ କି ପକ୍ଷୀ ଦେଖିଛ? ଶୁଆ। ଶୁଆର ରଙ୍ଗ କେମିତି? ସବୁଜ କଲର ନା? ଆଉ ତମେ କ'ଣ ଦେଖିଛ କୁହ? ପାରା। ପାରାର ରଙ୍ଗ ଧଳା ବି ଅଛି। କୋଇଲି। କୋଇଲିର ରଙ୍ଗ କଳା। ତମେ କି ପକ୍ଷୀ ଦେଖିଛ? କଇଁଛ କ'ଣ ପକ୍ଷୀ? ପକ୍ଷୀ ପକ୍ଷୀ ଦେଖିଛ? ପକ୍ଷୀ ଯେମିତି ଉଡେ, ଡେଣା ଥାଏ ନା, ସେ ପକ୍ଷୀ। ତାହେଲେ କ'ଣ କୁହ? ଚିଲ କ'ଣ ଦେଖିଛ? ଆଚ୍ଛା ହଉ ଠିକ ଅଛି। ବସ ତମେ କୁହ କ'ଣ ଦେଖିଛ? ମନେ ନାହିଁ? ତମେ ତମେ ପକ୍ଷୀ ଦେଖିନ? ବଗ ଦେଖିଛ ନା? ବଗ ବି ଗୋଟେ ପକ୍ଷୀ। ବଗର ରଙ୍ଗ ଧଳା। ଆଉ କ'ଣ ଅଛି? କୁକୁଡ଼ା। କୁକୁଡ଼ା ବି ଗୋଟେ ପକ୍ଷୀ। କୁକୁଡ଼ାର ରଙ୍ଗ କଳା ଅଛି, ଧଳା ଅଛି, ନାଲି ଅଛି ନା? ଆଉ କ'ଣ ଅଛି? କୁକୁର କ'ଣ ପକ୍ଷୀ? କୁକୁର ପଶୁ। ଆଚ୍ଛା ହଉ। ତମେ ସବୁ ବହୁତ ଜାଣିଛ, କିଏ କିଏ ଅଳ୍ପ ଅଳ୍ପ ଜାଣିଛ ନା ପକ୍ଷୀ ବିଷୟରେ? ଆଜି ଆମେ ଗୋଟେ ଗପ କହିବା। ଗପରୁ କ'ଣ କରିବା? ପକ୍ଷୀ ବିଷୟରେ କିଛି ଜାଣିବା ହେଲା। ଆଉ ଏଇଟା କ'ଣ? ଆଚ୍ଛା ଏଇଟା କ'ଣ? କାଉ। ଦେଖିଛ କାଉକୁ? କାଉର ରଙ୍ଗ କେମିତି? କଳା। ତାହେଲେ ଆମେ ବହିରୁ ଗପ ଦେଖିବା ହେଲା। ଦେଖ ଆମେ ଏଇଟା କ'ଣ? କାଉ। କୋଉଠି ବସିଛି? ଗୋଟେ ଗଛରେ ବସିଛି। ବଗ। ଏଇଟା এই দুইটা পক্ষী ହେଲା। ଇଏ ବଗ କିଏ, କାଉ କିଏ ଆମେ ପରେ ଜାଣିବା। ଦିଟା କ'ଣ? ପକ୍ଷୀ। ଗୋଟେ ଗଛରେ ଦିଟା ପକ୍ଷୀ ବସିଛି। ତାପରେ ଗଲା ଇଏ ଦିଟା ପକ୍ଷୀ କ'ଣ କରୁଛି? ଦିନେ ଦୁଇ ଜଣଙ୍କ ଭିତରେ କଳି ହଉଛି। ପାଟିତୁଣ୍ଡ ହୁଏ ନା କଳି? ଦିଟା ପକ୍ଷୀ ଭିତରେ କଳି ହଉଛି। କଳି ହଉଛି। ତାପରେ କ'ଣ ହଉଛି? କଳି କରୁ କରୁ ଦୁହେଁ ଗଛରୁ ଖସି ପଡ଼ିଲେ। ଦି ଜଣ ଭିତରେ ଗଛ ଡାଳରେ ବସି କଳି କରୁଛନ୍ତି ନା? କଳି କରୁ କରୁ ଇଏ ତା ମୁହଁରେ କ'ଣ ଫୁଟି ଦଉଛି, ସିଏ ତା ମୁହଁରେ ଫୁଟି ଦଉଛି। ଏମିତି ହବ ଦି ଜଣ ଗଛରୁ ତଳେ ଖସି ପଡ଼ିଲେ। ତାପରେ କ'ଣ ହେଲା ଦେଖିବା। ବୁଢ଼ୀଟିଏ ଗଛ ତଳେ ଘର କରି ରହୁଥିଲା। ସେଇ ଯୋଉ ଗଛ ଉପରେ ଦି ଜଣ ପକ୍ଷୀ ବସି କଳି କରୁଥିଲେ, ସେଇ ଗଛ ତଳେ ଗୋଟେ ବୁଢ଼ୀ। ଦେଖିଛ ବୁଢ଼ୀ ଏମିତି ଚାଲେ? ସେଇ ବୁଢ଼ୀଟି ଘର କରି ଗଛ ତଳେ ରହୁଥିଲା। ତାପରେ କ'ଣ ହେଲା ଦେଖିବା। ସେ ରୋଷେଇ ସାରି ଚୁଲିରୁ ଅଙ୍ଗାର କାଢି ଗୋଟିଏ ଜାଗାରେ ରଖିଥିଲା। ବୁଢ଼ୀ ରୋଷେଇ କରିଦେଇଛି। ରୋଷେଇ କରିଦେଇ ଗୋଟେ ଚୁଲିରେ ଯୋଉ ଅଙ୍ଗାର ବାହାରେ ନା, ନିଆଁ ଅଙ୍ଗାର କଳା କଳା ଦେଖିଛ? ତାକୁ କାଢି ଗୋଟେ ଜାଗାରେ ରଖିଛି। ଆଉ ପାଉଁଶ ଯୋଉ ବାହାରେ ସିଏ ଗୋଟେ ଜାଗାରେ ରଖିଛି। ଏଇ ଦେଖ, ଏ ବୁଢ଼ୀ ଦେଖ ଚୁଲିରେ ରୋଷେଇ କରୁଛି। ଗଛ ଉପରେ ଦେଖ ହେଇଛି, ଗଛ ତଳେ ଘର, ସିଏ ରୋଷେଇ କରୁଛି ତଳେ ବସି ନା। ଗୋଟେ ଜାଗାରେ ଅଙ୍ଗାର ରଖିଛି, ଗୋଟେ ଜାଗାରେ ପାଉଁଶ ରଖିଛି ନା। ତାପରେ ଏଠି କ'ଣ ହଉଛି ଦେଖ। ସେ ଯୋଉ ଗଛ ଉପରେ ଦିଟା ପକ୍ଷୀ ଯୋଉ କଳି କରୁଥିଲା, ସେ ଯୋଉ ଖସି ପଡ଼ିଲା ନା, ଖସି ପଡ଼ିକିରି ଗୋଟିଏ ଚଢ଼ି କ'ଣ କଲା? ସେ ଅଙ୍ଗାର ଉପରେ ପଡ଼ିଗଲା। ଆଉ ଗୋଟେ ଚଢ଼ି କୋଉଠି ପଡ଼ିଲା? ପାଉଁଶ ଉପରେ ପଡ଼ିଗଲା ନା। ଯୋଉ ପକ୍ଷୀଟି ଅଙ୍ଗାର ଉପରେ ପଡ଼ିଲା, ଅଙ୍ଗାର ନିଆଁ ଥାଏ ନା, ତା ଦେହ ପୋଡ଼ି କଳା ହୋଇଗଲା। ଦେହ ପୋଡ଼ିକିରି କେମିତି ରଙ୍ଗ ହେଇଗଲା? କଳା ହେଇଗଲା। ଆଉ ଯୋଉ ପକ୍ଷୀ ଅଙ୍ଗାର ଉପରେ ପଡ଼ିଲା ସେ କଳା ହେଲା। ଆଉ ଯୋଉ ପକ୍ଷୀ ପାଉଁଶ ଉପରେ ପଡ଼ିଲା ସିଏ ପାଉଁଶ ଧଳା, ସିଏ ଧଳା ହେଇଗଲା।
ସେଇ ଦିନ ଠାରୁ ଯୋଉ ଚଢେଇଟି କଣ ହେଲା ପାଉଁଶ ଉପରେ ପଡ଼ିଲା ସିଏ ଧଳା, ଯୋଉ ପକ୍ଷୀଟି କଣ ଅଙ୍ଗାର ଉପରେ ପଡ଼ିଲା ସିଏ କଳା ହେଇଗଲା ନା। ତାପରେ ଯେ କଣ କଲା ଯାର ରଙ୍ଗ କଳା